ସାଙ୍ଗମାନେ ସବୁ ଜିନିଷ ତ ଭାଇଙ୍କର ଦେଖେଇଲି। ଦେଖନ୍ତୁ ଭାଇ ତରଭୁଜ ଚାଷ କରିଥିଲେ। ଭାଇରେ ତରଭୁଜ କ'ଣ କରାଯିବ ଦେଖନ୍ତୁ। ଭାଇ ଆମର ଚୁପ୍ କି ଏଟାକୁ କହିଲେ ଦର୍ଶକ ବନ୍ଧୁକୁ ଦେଖା। ମୁଁ କହିଲି ହଉ ଦର୍ଶକ ବନ୍ଧୁ ଦେଖିବେ ପଛରେ, ମୁଁ ଆଗେ ଦେଖେ, ତାପରେ ପାଚିଲେ ମୁଁ ଆସିକି ଖାଇବି। ଭାଇ ଆଉ ପଳେଇଲେ ସାଡ଼େ, କହିଲେ ନା ଆକୁ କହିକି ଭୁଲ ହେଲା। ଦେଖନ୍ତୁ ଦର୍ଶକ ବନ୍ଧୁ ତରଭୁଜ ସବୁ କେତେ ବଡ଼ ବଡ଼ ହେଇଛି ଦେଖନ୍ତୁ। ଦେଖନ୍ତୁ ସାଙ୍ଗମାନେ ଭାଇ ଆମର କରିଥିଲେ ତରଭୁଜ ଚାଷ ନୁହଁ ତ, ଇଏ ଖାଇବା ମୁତାବକ ତରଭୁଜ କରିଥିଲେ। ଦେଖନ୍ତୁ ଏସବୁ ଆଳୁ ସାଇଡ଼୍ରେ ଯେଉଁ ପାଣି ମାଡ଼ିଲା ସେଇଠି ମଞ୍ଜି ପୋତି ଦେଇଥିଲେ ମନ୍ଦା ଆଣିକି। କେତେ ବଡ଼ ବଡ଼ ତରଭୁଜ ହେଇଛି ଦେଖନ୍ତୁ। ଇଏ ପାଚି ନାହିଁ ବର୍ତ୍ତମାନ, ଦେଖୁଛନ୍ତି ତ। ଆମ ଅଞ୍ଚଳରେ ସବୁ ଜିନିଷ ଚାଷ ହୁଏ। ଏଇଟା ଦେଖନ୍ତୁ, ଏଇଟା ଗୋଟେ ତରଭୁଜ ହେଇଛି, ଏଇଟା ଟିକେ ଅଲଗା ପ୍ରକାର ହେଇଗଲା, ତଥାପି ପାଚିବ। ଏଇସବୁ କଷି ପଡ଼ୁଛି ଦେଖନ୍ତୁ ଦର୍ଶକ ବନ୍ଧୁ। ହେଇ ସବୁ ହେଇଛି। ପ୍ରତି ପଟାଳି ମାନେ ଆଳୁ ନାଳି କରରେ ସବୁ ସାଇଡ଼୍ରେ ଦେଇଥିଲେ ତରଭୁଜ। ହେଇ ଦେଖନ୍ତୁ କଷି ହେଉଛି, ବଡ଼ ବଡ଼ ବି ହେଲାଣି। ଭାଇଙ୍କର ଯେତେବେଳେ ତରଭୁଜ ହେଇଯିବ ମୁଁ ଆସିବି, ସେ ଭିଡ଼ିଓ କରିବି, ଖାଇବୁ, ସେ ଭିଡ଼ିଓ କରିକି ଦେଖେଇବି ଆପଣମାନଙ୍କୁ। ଯାହା ହଉ ଏ ଆଳୁ ସାଇଡ଼୍ରେ ଭାଇ ତାଙ୍କର ତରଭୁଜ ଲଗେଇଥିଲେ, ଔଷଧ ପତ୍ର ଜଗା ରଖା କରି ପକାଉଛନ୍ତି। ପକାଇବା ଦ୍ୱାରା ତାଙ୍କର ତରଭୁଜ ହେଉଛି। କାହା ଅଞ୍ଚଳରେ ଏମିତି ତରଭୁଜ ଚାଷ ହୁଏ ଆପଣମାନେ ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ମୁଁ ରହିଲି ଆପଣମାନଙ୍କ କମେଣ୍ଟ ଅପେକ୍ଷାରେ। ଦେଖା ହେବ ଆଉ ଏକ ଭିଡ଼ିଓରେ। ନମସ୍କାର।